ଜମି ଅଧିଗ୍ରହଣ କ୍ଷତିପୂରଣ ଦେବାରେ ଅବହେଳା, ତହସିଲଦାରଙ୍କ ଗାଡ଼ି ସିଲ୍। ଜମି ଅଧିଗ୍ରହଣ କ୍ଷତିପୂରଣ ଅର୍ଥ ଦେବାରେ ଅବହେଳା ମହଙ୍ଗା ପଡ଼ିଲା। ଜମି ଅଧିଗ୍ରହଣ ଅଧିକାରୀ ତଥା ଢେଙ୍କାନାଳ ସଦର ତହସିଲଦାରଙ୍କ ଗାଡ଼ି, ଅଫିସ୍, ଆସବାବପତ୍ର ଜବତ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ। ବୁଧବାର ସିଭିଲ କୋର୍ଟ କର୍ମଚାରୀ ପହଞ୍ଚି ଜବତ ପ୍ରକ୍ରିୟା ଆରମ୍ଭ କରିଥିଲେ। ତହସିଲଦାର ବ୍ୟବହାର କରୁଥିବା ଗାଡ଼ିକୁ ନାଲି ଫିତାରେ ସିଲ୍ ହୋଇଥିଲା ବେଳେ ଅଫିସ୍ ଆସବାବପତ୍ର ଜବତ କରିବା ପୂର୍ବରୁ ଦୀର୍ଘ ବର୍ଷର ବକେୟା ସୁଧ ବାବଦ 12 ଲକ୍ଷ ଟଙ୍କା କ୍ଷତିପୂରଣ ଶୁଝିଛନ୍ତି ସରକାର। ବ୍ୟାଙ୍କରେ କ୍ଷତିପୂରଣ ରାଶି ଜମା କରିବା ପରେ ସିଲ୍ ପ୍ରକ୍ରିୟା ବନ୍ଦ ରହିଛି। ଅଧିକାରୀଙ୍କ ଦାୟିତ୍ୱହୀନତା ଓ ଅବହେଳାରୁ ଅଯଥାରେ ସରକାର ଲକ୍ଷାଧିକ ଟଙ୍କା ସୁଧ ଭରଣା କରିଛନ୍ତି।